ସାରଙ୍କ ସହିତ କଥା କରିବାକୁ ପଡ଼ିବ ଯାଇକି ପୁଣି ଡକ୍ଟର ସାଙ୍ଗ ସହିତ ମୁଣ୍ଡଟା ଶୀଘ୍ର ଗାଁ ଭିତରେ ପଶିଥିଲା ଗୋଟିଏ ଭାଲୁ। ତେଣୁ ଗ୍ରାମବାସୀ ମାନେ ଭାଲୁଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ ବିଭାଗର କର୍ମଚାରୀ ମାନେ ଗ୍ରାମରେ ପହଞ୍ଚି ଭାଲୁଟିକୁ ଟ୍ରାଙ୍କୁଲାଇଜ କରୁଥିଲେ। କିନ୍ତୁ ଅସାବଧାନତା କାରଣରୁ ଟ୍ରାଙ୍କୁଲାଇଜର ଗୁଳିଟି ଜଣେ ଫରେଷ୍ଟରଙ୍କ ଦେହରେ ବାଜିବାରୁ ସେ ହୋଇଯାଇଥିଲେ ଟ୍ରାଙ୍କୁଲାଇଜ। ତେଣୁ ସେ କିଛି ସମୟ ପରେ ବେହୁଶ ହୋଇଯିବାରୁ ତାଙ୍କୁ ତୁରନ୍ତ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କେରଜୁଳି ଗାଁରେ, ଯାହାକି କେରଜୁଳି ଗାଁକୁ ଏକ ଭାଲୁ ପଶିଥିବାର ଦେଖି ଗ୍ରାମବାସୀମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ। ପରେ କପିଳାସର ଏକ ସ୍ୱତନ୍ତ୍ର ଟିମ୍ ଭାଲୁଟିକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଗାଁରେ ଆସି ପହଞ୍ଚିଥିଲେ। ଆଉ ସେଠାରେ ଭାଲୁଟିକୁ ଟ୍ରାଙ୍କୁଲାଇଜ କରୁଥିବା ସମୟରେ ଅସାବଧାନତା କାରଣରୁ ଟ୍ରାଙ୍କୁଲାଇଜର ଗୁଳିଟି ବିରାଶାଳ ଫରେଷ୍ଟର ଦୀପକ ସାହୁଙ୍କ ଦେହରେ ବାଜିଥିଲା। ତେଣୁ ସେ କିଛି ସମୟ ପରେ ବେହୁଶ ହୋଇଯିବାରୁ ତାଙ୍କୁ ଅତି ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ମେଡିକାଲ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ହେଲେ ଏନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ଜଲ୍ଦି 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 ତୁ ବସା ଲେଟ୍ କରନି ମ ସାରଙ୍କ ସହିତ କଥା କରିବାକୁ ପଡ଼ିବ ଯାଇକି ପୁଣି ଡକ୍ଟର ସାଙ୍ଗ ସହିତ ମୁଣ୍ଡଟା ଶୀଘ୍ର ବାଗ ଚାପଡ଼ୁ ଘର ଟେକିକି ଧର ଜଲ୍ଦି ବୁଝୁ ପଳା ଜଲ୍ଦି ପଳା କାମାକ୍ଷା ସିଧା ପଳା କଙ୍କଡ଼ା ଆଡ଼େ ରଖିବୁନି ଏଠି ଗଲା ଏପଟକୁ ଏ ପାଲ ଠିକି ଯା ତପନ ହେଟା ପିଲା ଗଲେନି ହଲୁଛି ଢେଙ୍କାନାଳ ଜିଲ୍ଲାରୁ ଅସୀମ ଅମିତାଭ ଶତପଥୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।